हेलो फ्रेंड्स, आज हम करंजीपाड़ा बिग फुटबॉल टूर्नामेंट देखा जाऊँ जहाँकि प्रथम प्राइज रही 1,10,000, सेकेंड प्राइज 70,000, थर्ड प्राइज 30,000 प्लस ट्रॉफी, फोर्थ प्राइज 30,000 प्लस ट्रॉफी, 6, 7, 8, 10,000 टंका अच्छी। एवं सीएम मोहन चरण माझी चीफ गेस्ट भाव एवं गेस्ट ऑफ ऑनर आसुचंती आकाश दास नायक। चलतु भेटिया करंजीपाड़ा प्ले ग्राउंड रे। आम ऑलरेडी हसनपाट पहाड़ी असरिया ग्राम रे पहुँचलुनी। केनाल काम चली अच्छी देखी पार्थे आपण मैंने। बहुत भल लगुच आज कहीं बहुत दूर सांग मैंने आसुचंती। पाखापाखि आम करंजीपाड़ा पहुँची गलुनी। यही प्लेस टी बहुत भल लगुच फोटो उठाई। पाखापाखि 1 किलोमीटर बाकी अच्छी करंजीपाड़ा। ऑलरेडी प्ले ग्राउंड पाखापाखि पहुँची गलुनी। करंजीपाड़ार 1 किलोमीटर गाड़ी आज बहुत परिमाण रे भीड़ लगी रही कहीं आज फाइनाल डे एवं सीएम मोहन चरण माझी आसुचंती। पंचायत अनुसार जाऊँगी ग्रामटी, तेणु से सहयोग हाथ बढ़ाई एवं पुलिस कर्मचारी, फायर सर्विस एमाने मध्य आज एकजुट अछंती। बहुत परिमाण रे पुलिस भाई माने मध्य अछंती। गाड़ी रखिया पई पार्किंग मध्य नहीं। बहुत परिमाण रे गाड़ी अच्छी। लोक माने मध्य बहुत दूर दूर खेल देखिया पई आज एठाकू आछंती। चलंतु गाड़ी को पार्किंग रे रखी पडियार विजुअल देखाइबू। गाड़ी को पार्किंग करने पाई बहुत दूर को जावाकू पड़िला कहीं सेठारे जगह नहीं पार्किंग करने पाई। फास्ट दिन बहुत जोरे वर्षा होता हेले भी मध्य आमे माने खेल देखिया पई जाइथिलु। फास्ट दिन रो मैच आपण माने देखै देबू। मोबाइल रिकॉर्डिंग अच्छी। चलंतु एठी गाड़ी को पार्किंग करिवा तापरे लोक केते भिड़ होइचंती। गाड़ी को पार्किंग रे रखी आमे पड़िया को जीवा। पड़िया रे केते कोन लोक आछंती देखिवा। बहुत परिमाण तो लोक आछंती खेल देखिया पई जगह मध्य नहीं। कोठी गुटे भल जगह देखी खेल देखियाटा फास्ट दिन रो मैच जहाँकि बहुत परिमाण रे वर्षा होता।
ସିଏମ୍ ମୋହନ ଚରଣ ମାଝୀଙ୍କୁ ୱେଲକମ୍ କରିବା ପାଇଁ ସିଂ ନାଗରା ପାର୍ଟିର ବ୍ୟବସ୍ଥା କରିଛନ୍ତି ଅର୍ଗାନାଇଜେସନ କମିଟି କରଞ୍ଜାପଡ଼ା ଏବଂ ମୋର ବହୁତ ଫ୍ରେଣ୍ଡସ୍ ମାନେ ଆସିଛନ୍ତି। ଚାଲନ୍ତୁ ତାଙ୍କୁ ଭେଟିବା। କଲେଜ ସାଙ୍ଗମାନେ ମଧ୍ୟ ଖେଳ ଦେଖିବା ପାଇଁ ଆସିଛନ୍ତି। ଦେଖା ହେଲା, ବହୁତ ଭଲ ଲାଗିଲା। ବହୁତ ଦିନ ପରେ ଭେଟ ହେଇଥିବାରୁ ମୋର ବେଷ୍ଟ ଫ୍ରେଣ୍ଡ, କଲେଜର ବେଷ୍ଟ ଫ୍ରେଣ୍ଡ। ସିଏମ୍ ୱେଲକମ୍ ଗେଟ୍ରେ ସବୁ ଗେଟ୍ରେ ସେନ୍ସର ଲାଗିଛି, କାହିଁକି ନା ସିଏମ୍ ଆସୁଛନ୍ତି। ତେଣୁ ପୋଲିସ କର୍ମଚାରୀମାନେ ସେନ୍ସର ସିଷ୍ଟମ ଗେଟ୍ରେ ଲଗାଇଛନ୍ତି। ଲୋକମାନେ ବହୁତ ପରିମାଣରେ ଆସିଛନ୍ତି, ପାଖାପାଖି 1 ଲାଖ ହେଇଯିବେ ଅଲରେଡ଼ି। ଖୁସିରେ ଲୋକମାନେ ଡ୍ୟାନ୍ସ କରୁଛନ୍ତି। ଏଇଟା ଦେଖିପାରୁଥିବେ ଆପଣମାନେ ୱେଲକମ୍ ଗେଟ୍ ଏବଂ ଅନ୍ୟାନ୍ୟ ଗେଟ୍ରେ ସବୁ ଗେଟ୍ରେ ସେନ୍ସର ଲାଗିଛି, କାହିଁକି ନା ହତ୍ୟାର ଜିନିଷ କେହି ଧରିକିରି ଆସିପାରିବେ ନାହିଁ। ପଡ଼ିଆର ଚତୁଃପାର୍ଶ୍ୱର ଭିଜୁଆଲ ଏହି ପଡ଼ିଆରେ ଗ୍ୟାଲେରୀ ସିଷ୍ଟମ ନାହିଁ, ତେଣୁ ବାଉଁଶରେ ଗ୍ୟାଲେରୀ ସିଷ୍ଟମ କରିଛନ୍ତି। ଦେଖିପାରୁଥିବେ ଏହିଭଳି ଭାବରେ ଗ୍ୟାଲେରୀ କରାହେଇଛି, ଯାହାକି ଉପରେ ଚେୟାର ପଡ଼ିଛି ଏବଂ ପ୍ଲାଏ ଆଜି ଫାଇନାଲ ଦିନରେ କୌଣସି ଠାରେ ବି ଟିକେଟ ବିକ୍ରି ହେଉନାହିଁ, କାହିଁକି ନା କାଲିରୁ ଆସନ୍ତାକାଲି ଠାରୁ ବିକ୍ରି ହୋଇଯାଇଥିଲା ସବୁ ଟିକେଟ। ତେଣୁ କୌଣସି ଟିକେଟ ନାହିଁ। ଦେଖିପାରୁଥିବେ ଗ୍ୟାଲେରୀ ଏଇଭଳି ଭାବରେ ବାନ୍ଧିଛନ୍ତି, ଏଇଭଳି ଭାବରେ ସଜା ହେଇଛି ଗ୍ୟାଲେରୀକୁ। ଲୋକମାନେ ଦେଖିବା ପାଇଁ ଡହଳ ବିକଳ ହେଉଛନ୍ତି, କାହିଁକି ନା ବହୁତ ପରିମାଣରେ ଭିଡ଼ ଅଛନ୍ତି। ଯିଏ ଆଗରୁ ଆସିଥିଲା ସିଏ ଆଗରେ ଭଲ ଭାବରେ ଦେଖିପାରୁଥିବ, ଆଉ ଯିଏ ପଛରେ ଆସିଥିଲା ସେ ଆଦ୍ୟ ଦେଖିପାରୁଥିବ ଏତେ ନାହିଁ। ଆଉ ଅଲରେଡ଼ି ମୋହନ ମାଝୀ ସିଏମ୍ ଆଉ ଗୋଟେ ପ୍ଲେସ୍ରେ ଅବତରଣ କରି ଫୁଟବଲ ପ୍ଲେଗ୍ରାଉଣ୍ଡକୁ ଆସିବେ। ପାଖାପାଖି ସେ ପ୍ଲେସ୍ଟି 1 କିଲୋମିଟର ଦୂରରେ ଅଛି। ଅଲରେଡ଼ି ସିଏମ୍ ମୋହନ ଚରଣ ମାଝୀ ଏବଂ ଆକାଶ ଦାସ ନାୟକ ପଡ଼ିଆରେ ଅବତରଣ କରିବେ।
ହେଲିକପ୍ଟରରେ ଆସିଛନ୍ତି। 4-5 ଦିନ ହେବ ତାଙ୍କର କେନ୍ଦୁଝର ଗସ୍ତ ଅଛି, କାହିଁକି ନା ବହୁତ ସାରା ମିଟିଂ ଆଟେଣ୍ଡ କରିବେ, ତାପରେ ଯିବେ। ତେଣୁ ସେହି ଡେଟ୍ରେ ଏହି ଟୁର୍ଣ୍ଣାମେଣ୍ଟ ନିୟୋଜିତ ହୋଇଛି। ଏଇଟା ଦେଖିପାରୁଥିବେ ଆପଣମାନେ ଆକାଶ ଭାଇକୁ ହାତ ହଲାଉଛନ୍ତି। ସେପଟେ ସିଏମ୍ ମୋହନ ଚରଣ ମାଝୀ ବର୍ତ୍ତମାନ ଯିବେ କରଞ୍ଜିଆପଡ଼ା ପ୍ଲେଗ୍ରାଉଣ୍ଡକୁ। ବର୍ତ୍ତମାନ ଲୋକମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି, କାହିଁକି ନା ସିଏମ୍ ମୋହନ ଚରଣ ମାଝୀ ଏବଂ ଆକାଶ ଦାସ ନାୟକ ଏହି ୱେଲକମ୍ ଗେଟ୍ରେ ଏଣ୍ଟ୍ରି କରିବେ। ସେଥିପାଇଁ ଗେଟ୍ରେ ପ୍ରବଳ ଭିଡ଼ ଲାଗିଛି। ପୋଲିସ କର୍ମଚାରୀମାନେ ସୁରକ୍ଷିତ ଭାବରେ ଲୋକକୁ ସାଇଡ୍ କରାଉଛନ୍ତି। ରାସ୍ତାକୁ କ୍ଲିୟର କରିସାରିଲେଣି, କାହିଁକି ନା ସିଏମ୍ ମୋହନ ଚରଣ ମାଝୀ ଏବଂ ଆକାଶ ଦାସ ନାୟକ ବର୍ତ୍ତମାନ ପଡ଼ିଆକୁ ଏଣ୍ଟ୍ରି କରିବେ। ସେଥିପାଇଁ ତାଙ୍କୁ ସୁରକ୍ଷିତ ଭାବରେ କେମିତି ନିଆଯିବ, ସେଥିପ୍ରତି ପୋଲିସ ଭାଇମାନେ ଲୋକଙ୍କୁ ଆୟତ୍ତ କରିଛନ୍ତି। ଦେଖିପାରୁଥିବେ ଆପଣମାନେ ପୋଲିସ ଗାଡ଼ି ଆଗରେ ଆସୁଛି, ତାପରେ ସିଏମ୍ ମୋହନ ଚରଣ ମାଝୀଙ୍କ ଗାଡ଼ି ପଛରେ ଆସୁଛି। ବହୁତ ସାରା ଲୋକ ତାଙ୍କୁ ଭେଟିବା ପାଇଁ ଆହୁରି ନାଲି ପତାକା ଦେଖାଇ ଗୋଟିଏ ପୋଲିସ ଗାଡ଼ି ଆଗକୁ ଆସିଲା। ଏହି ଗାଡ଼ିଟି ତାଙ୍କର ପଛରେ ଆସୁଛି, ଯାହାକି ସିଏମ୍ ଆସୁଛନ୍ତି। ଦେଖିପାରିବେ ଆପଣମାନେ ସିଏମ୍ ବସିଛନ୍ତି।
ତାଙ୍କର ସହକର୍ମୀମାନେ ପଛରେ ଯାଉଛନ୍ତି। ତାଙ୍କୁ ସ୍ୱାଗତମ କରିବା ପାଇଁ ବହୁତ ଲୋକ ଅଛନ୍ତି। ବର୍ତ୍ତମାନ ପଡ଼ିଆରେ ପ୍ରବେଶ କରି ପଡ଼ିଆର ଚତୁଃପାର୍ଶ୍ୱରେ ଏବଂ ଖେଳାଳିମାନଙ୍କୁ ସାକ୍ଷାତ କଲେ। ତାପରେ ସବୁ ଦର୍ଶକମାନଙ୍କୁ ସାକ୍ଷାତ କଲେ। ତାପରେ ଏବେ ଆମର ଫାଇନାଲ୍ ଖେଳ ଅନୁଷ୍ଠିତ ହେବ। ଫାଇନାଲ୍ ଖେଳ ଚାଲିଅଛି। ଭିଡ଼ିଓ କେମିତି ଲାଗିଲା ଲାଇକ୍, ସବସ୍କ୍ରାଇବ୍ ଏବଂ କମେଣ୍ଟ ମଧ୍ୟରେ ଜଣାଇବେ। ଏମିତି ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।